ଦେଖନ୍ତୁ ପ୍ରଥମେ ବିଜେଡି ଦଳ ଦରମା ବଢ଼ାଇବା କଥା କହିଲା ଏବଂ ଦରମା ବଢ଼ାଇବା କଥା ଯେତେବେଳେ କହିଲା ବିଶେଷ କରି ପ୍ରମିଳା ମଲ୍ଲିକ ଏବଂ ଆମର ଆଳି ବିଧାୟକ ଏମାନେ ସବୁ ପ୍ରତାପ ଦେବ ଏମାନେ ସବୁ ସରକାରକୁ ବାରମ୍ବାର କହିଲେ ଯେ ଦରମା ବଢ଼ାଅ। ତ ଦରମା ବଢ଼ାଗଲା ପରେ ଆପଣମାନେ ଆମକୁ ଆକ୍ରମଣ କଲେ। ଆକ୍ରମଣଟା ସ୍ୱାଭାବିକ। ଜଣେ ପଲିଟିକାଲ ଲୋକର ଦରମା ବାଢ଼ିଲେ ସମସ୍ତଙ୍କୁ ଜେଲସ୍ ହେବ, ଏଇଟା ସ୍ୱାଭାବିକ କଥା। କିନ୍ତୁ ଆମେ କେତେ ଖର୍ଚ୍ଚ କରୁଛୁ, କ'ଣ ଖର୍ଚ୍ଚ କରୁଛୁ? ଯଦି ଜଣେ ଆସିକି ଆମ ଘରେ ସାମ୍ବାଦିକ ଜଣେ ବସନ୍ତା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମାସେ ପର୍ଯ୍ୟନ୍ତ, ମୁଁ ଆହ୍ୱାନ ଦେଉଛି ଯେ ଯେଉଁମାନେ ସାମ୍ବାଦିକତା କରୁଛନ୍ତି ଆମ ବିରୁଦ୍ଧରେ ଲେଖିଲେ ସେମାନେ ମାସେ ଆମ ଘରେ ବସିବେ। ଆମେ କେତେ ଟଙ୍କା ଖର୍ଚ୍ଚ କରୁଛୁ ଆଉ ସରକାରଠୁ କେତେ ଟଙ୍କା ପାଉଛୁ ଆଉ କ'ଣ କରୁଛୁ ନ ଜାଣିଲେ କେମିତି ହେବ? ମୁଁ ତ ପ୍ରଥମରୁ ଦରମା ବଢ଼ାଇବାର ବିପକ୍ଷରେ ଥିଲି, କାରଣ ଏମିତିଆ ହେବ ବୋଲି ମୁଁ ଜାଣିଥିଲି। କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ ବିଜେଡି ଦଳ ୟୁ ଟର୍ନ ନେଇଗଲା ଆଉ ସେମାନେ ଦରମା ନେବୁନି ବୋଲିକରି ଗୋଟେ ଲେଖା ଦେଇଦେଲେ। ତ ଗଭର୍ଣ୍ଣମେଣ୍ଟ ଅକ୍ୱାର୍ଡରେ ପଡ଼ିଗଲା, କାରଣ ଏଇଟା ସର୍ବସମ୍ମତି ପ୍ରସ୍ତାବ ଥିଲା। ତ ଆମେ ସେ ରାମଚନ୍ଦ୍ର କଡ଼ାମ ଯାହା କହୁଛନ୍ତି ସେଟା ଠିକ୍ ହେଇପାରେ। ତାକୁ ଅନ୍ୟ ରାଜ୍ୟରେ କ'ଣ କରିଛନ୍ତି, ଚାଲାକି କରିଛନ୍ତି। ଡ୍ରାଇଭର ଦରମା 20,000, ଆପଣଙ୍କର ଗୋଟିଏ ପିଏ ତା ଦରମା 20,000, ଗୋଟିଏ ପର୍ସନାଲ ଆସିଷ୍ଟାଣ୍ଟ ଯିଏକି ତାଙ୍କୁ ନିଆ ଅଣା କରିବ ତା ଦରମା 20,000, ଏମିତି କରିଦେଇଛନ୍ତି। ଆମର ଏଠି କ'ଣ କଲେ ନା ସବୁ ଗୁଡ଼ାକ ଦରମାରେ ମିଶାଇ ଦେଲାରୁ ଆପଣମାନେ ପ୍ରତିକ୍ରିୟା କଲେ। କ'ଣ ହବ ବର୍ତ୍ତମାନ? ମୁଁ ଜାଣିନାହିଁ, ସରକାରଙ୍କ ପଚାରନ୍ତୁ, ମୁଁ ତ ସରକାର ନୁହେଁ ନା। ଆପଣ ଜଣେ ବିଧାୟକ ହିସାବରେ କ'ଣ ବିଧାୟକର କ'ଣ ଭ୍ୟାଲ୍ୟୁ ଅଛି? ସରକାର କ'ଣ ଚାହୁଁଛନ୍ତି ସେଟା ହବ ନା। ଆପଣ ଅକଟରେ ପଡ଼ିଗଲେ, ବିଜୁ ଜନତା ଦଳ ପକେଇଦେଲା। ନାଇଁ ଅକଟରେ ତ ନିଶ୍ଚିତ ଭାବରେ ପକେଇଲା। ଯେଉଁମାନେ ଦରମା ବୃଦ୍ଧି ପାଇଁ ବାଧ୍ୟ କଲେ ସେମାନେ ବି ୟୁ ଟର୍ନ ନେଲେ। ନବୀନ ବାବୁ କହିଲେ ମୁଁ ଦରମା ନେବିନି। ନବୀନ ବାବୁ କ'ଣ ପଇସା ଦରକାର? ସେ ତ 5-10 ହଜାର କୋଟିର ମାଲିକ ହେଇଥିବେ, ତାଙ୍କୁ ଦରମା ଦରକାର ନା। ସେ ତ ଫ୍ରି କରିବା, ମୋତେ ଦରମା ଦରକାର, ବଢ଼ିବା ଦରକାର। ମୁଁ ସେଟା କହୁନି ବଢ଼ିବା ଦରକାର, ସେଇଟା ବିଧାନସଭା ନିଷ୍ପତ୍ତି ନେବ। କିନ୍ତୁ ମୁଁ କହୁନାହିଁ ଯେ ମୋ ଦରମା ବଢ଼ାଅ ବୋଲି। କିନ୍ତୁ ଏଇଟା ସତ୍ୟ କଥା ଗୋଟେ କହୁଛି, ସଚ୍ଚୋଟତାର ସହିତ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ଯଦି ସଚ୍ଚୋଟତାର ସହିତ ବଞ୍ଚିବାର ଅଧିକାର ଅଛି ତାହେଲେ ଅର୍ଥର ଆବଶ୍ୟକତା ଅଛି। ଆମେ ଇଲିଗାଲ ୱେରେ ଅର୍ଥ ନେଇକରି ଲୋକଙ୍କୁ ଦେବୁ, କ'ଣ କରିବୁ କ'ଣ ନାହିଁ, ଯାହା କଲେ ବି ତ କରିବୁ। ଯାହା କଲେ ବି 3.5 ଲକ୍ଷ ଟଙ୍କା ଆପଣଙ୍କର ଫୁଟବଲ ମ୍ୟାଚ୍ ଯେତେଟା ହେଉଛି ଆମ ଅଞ୍ଚଳରେ, ସେଠିକି ଫୁଟବଲ ମ୍ୟାଚ୍ ଯଦି ଟଙ୍କା କିଛି ଦେଲୁ ବୋଲେ ବି ଏଇ 3.5 ଲକ୍ଷ ଟଙ୍କା ପର୍ଯ୍ୟାପ୍ତ ନୁହେଁ। କିନ୍ତୁ ଆମ ନାଁରେ ରିଏକ୍ସନ୍ ହେଲା। ମୁଁ ଗୋଟେ କଥାଟେ କହିଥିଲି ଯେ ଆମ ଘରକୁ ଯେତେ ଲୋକ ଆସୁଛନ୍ତି କମ୍ ସେ କମ୍ ଗୋଟିଏ କପ୍ ଚା ଯଦି ମୁଁ ଦେବି ତାହେଲେ ତାର ଖର୍ଚ୍ଚ ମାସିକ 1,00,000 ଟଙ୍କା ହେବ, ମାସିକ କହିଦେଲି। ଏବଂ ଜୟନାରାୟଣ ମିଶ୍ର 1,00,000 ଟଙ୍କାର ଚା ପିଅନ୍ତି ବୋଲିକରି ଆପଣମାନେ ବାହାର କଲେ। ମୁଁ କ'ଣ କରିପାରିବି? ଆପଣମାନଙ୍କର ହାତରେ ମାସ୍ ମିଡ଼ିଆ ଥିବାରୁ ଆପଣ ଯାହାକୁ ଯାହା ଚିତ୍ରଣ କରିଦେଇ ପାରିଲେ। କିନ୍ତୁ ସାର୍ ବର୍ତ୍ତମାନ କୁହାଯାଏ ଏଇ ସେସନ ବଜେଟ୍ ସେସନ ଯେହେତୁ ସେ କହୁଛନ୍ତି ଯେ ଆପଣ କ'ଣ ନିଷ୍ପତ୍ତି ନେବେ, ଆପଣ ସରକାର ନିଷ୍ପତ୍ତି ନେଇପାରୁନାହାନ୍ତି। ସରକାର କ'ଣ ନିଷ୍ପତ୍ତି ନେବେ ସେଟା ତ ମୁଁ କହିପାରିବିନି ନା। ସରକାର ଯାହା ନିଷ୍ପତ୍ତି ଦେବେ, ଆମେ ସରକାରୀ ବିଧାୟକ ହେଇଥିବାରୁ ଆମେ ତାକୁ ସମର୍ଥନ କରିବୁ। ଆଉ ଆମର ପାଖରେ କିଛି ଚାରା ନାହିଁ। ଯଦି ଦରମା ବଢ଼ିବା କଥା କହିବ ପବ୍ଲିକରେ, ଆପଣ ଆମକୁ ଚିତ୍ରଣ କରିବେ ଆମେ ପଇସା ଲୋଭି ବୋଲିକରି। ଆଉ ଯଦି କମ୍ ପଇସା ହେଲେ ଚଳିବ ବୋଲି କହିବୁ, ସେଟା ଭିତରେ ବିଧାୟକମାନେ ଆମକୁ ମାଡ଼ି ବସୁଛନ୍ତି। ମୁଁ କହିପାରିବିନି। ଅନ୍ୟାନ୍ୟ ରାଜ୍ୟର ସେମାନେ ତରିକାମାନେ ଦେଖୁଛନ୍ତି। ଆମ ରାଜ୍ୟରୁ ଆହୁରି 5ଟା ରାଜ୍ୟର ଦରମା ବେଶୀ ଥିଲା, କିନ୍ତୁ ଆପଣମାନେ ଲେଖିଲେ ଯେ ଭାରତବର୍ଷରେ ଆମେ ସବୁଥିରୁ ଅଧିକ ଟଙ୍କା ଆମେ ନେଉଛୁ ବୋଲି। କିନ୍ତୁ ଦିଲ୍ଲୀ ଆମଠୁ ଅଧିକା ନେଲା, ଗୋଆ ଆମଠୁ ଅଧିକା ନେଉଛି, ଅନେକ ରାଜ୍ୟ ଆମଠୁ ଅଧିକା ନେଉଥିଲେ ସେଇ ଯେଉଁ ବ୍ୟବସ୍ଥା ଅନୁସାରେ।
ତ ଆପଣମାନେ ଲେଖିଲେ ଯେ ଆମେ ଭାରତର ସବୁଠାରୁ ଅଧିକ ବୋଲିକରି ଏ ଭୁଲ ତଥ୍ୟକୁ ଅନ୍ୟମାନେ କାଉଣ୍ଟର କରିବା କଥା କିନ୍ତୁ କେହି କଲେ ନାହିଁ ଫଳରେ ଏସବୁ ସମସ୍ୟା ସୃଷ୍ଟି ହେଲା। ଜନ ଆକ୍ରୋଶ ବି ଦେଖାଗଲା। ଜନ ଆକ୍ରୋଶ କିଛି ବିଭିନ୍ନ ନାହିଁ। ସଂଗଠନ ବିଭିନ୍ନ ରାସ୍ତାକୁ ତ ଓହ୍ଲେଇବେ। ଅନେକ କ'ଣ ଲୋକଟେ ଜାଣୁନାହିଁ ତାର ରୋଗ ହେଲେ ବେମାର ହେଲେ କାହାଠୁ ସେ ପଇସା ନଉଛି ସେ କ'ଣ ଜାଣୁନାହିଁ। ସେମାନେ କିଛି କହିନାହାନ୍ତି। ସାଧାରଣ ଜନତାର କୌଣସି ପ୍ରତିକ୍ରିୟା ନାହିଁ। ମାନେ ବଢୁ ଦରମା ସାର୍ ଦରମା ବଢୁ ବୋଲି ମୁଁ କହୁନାହିଁ। ଶୁଣ, ମୋର ଯଦି ଆପଣମାନେ ମୁଁ ରାଜନୀତି କଲା ଦିନଠାରୁ ମୋର ପ୍ରପର୍ଟି ଆପଣମାନେ କେତେ ବଢିଛି କେତେ କମିଛି ଦେଖିବେ ବୋଲେ ମୁଁ ଏଣ୍ଟାରଟା ଦେଖେଇଦେବି। ଶୁଣ, ନା ମୋର ଭୁବନେଶ୍ୱରରେ ଘର ନା ମୋର ସମ୍ବଲପୁରରେ ଘର, କୌଣସି ଜାଗାରେ ଘର ନାହିଁ। ତ ମୋର ଯୋଉ ମୁନ୍ସି ବୋଲି ବୁଝୁଛନ୍ତି ଜମି ବାଡ଼ି ଦେଖା ହିସାବ କିତାବ ରଖି ତା ଘରେ ମୁଁ ରହୁଛି। ତ ମୋର ଅବସ୍ଥା କ'ଣ ଯେ ଜାଣୁଥିବେ। ମୁନ୍ସି ଘର ବି ବଡ଼ ଅଛି, କିଛି ଏମିତି ଅସୁବିଧା ନାହିଁ। ଆମର ମୁନ୍ସି ଆମ ଘର ତାକୁ ଦେଇଥିଲୁ ରହିବା ପାଇଁ ତ ଅଛି। ମୁଁ 26 ବର୍ଷ ବିଧାୟକ ଜୀବନରେ ଯୋଉ ଘରେ ଥିଲି ସେଇ ଘରେ ଅଛି। ଆଉ ଗୋଟେ କଥା କହୁଛନ୍ତି ଯେ ଆପଣ ନିଗମ କରିକା ବି ଗଠନ କରିପାରୁନାହାନ୍ତି, ସରକାର କିଛି ସବୁ କୌଣସି ନିଷ୍ପତ୍ତି ଆଜ୍ଞା, ଯେତେବେଳେ ନବୀନ ପଟ୍ଟନାୟକ 2000 ମସିହାରେ ଆଇଲେ ଦେଖନ୍ତୁ ତାଙ୍କର କାର୍ଯ୍ୟକାଳ ଦେଖନ୍ତୁ ତ ସେ କେମିତି କଣ ନବୀନ ମଡେଲ ଆପଣଙ୍କର କାମ କରୁଛି ନା କଣ? ଦେଖନ୍ତୁ ନବୀନ ମଡେଲ କହୁନାହିଁ। ଆପଣ ତ ଗୋଟେ ନୂଆ ସରକାରକୁ ନିଷ୍ପତ୍ତି ନେବାରେ କେତେ ଦ୍ୱନ୍ଦ୍ୱ ଉପୁଜେ ସେ କଥା ମୁଁ ଉଲ୍ଲେଖ କରିବା ପାଇଁ ଚାହୁଁଛି। ମୁଁ ନବୀନ ପଟ୍ଟନାୟକ ଘରର 4 କୋଠରୀରେ ବନ୍ଦୀ ହେଇକରି ନିଷ୍ପତ୍ତି ନେବା କଥା କହୁନାହିଁ। ହବ ନା ହବନି କୋଉଟା ନିଗମ ଫିଗମ ସବୁ ହବ, ସବୁ ହବ, ସବୁ ଜିଲ୍ଲା ଯୋଜନା ବୋର୍ଡ ନିଗମ ଫିଗମ ସବୁ ହବ। ଆପଣ ପ୍ରଶିକ୍ଷଣ ଯିବେ ଆଜି ଡକା ହେଇଛି ପ୍ରଶିକ୍ଷଣ 3 ଦିନ ବର୍ତ୍ତମାନ ନାଇଁ ମତେ ଡକା ହେଇନି।